ମୁଁ ଭାବୁଛି ଆମର ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ତାଙ୍କ ଘର ସେଇ ଶିମିଳିପାଳ ଭିତରେ। ସେ ନିଶ୍ଚିତ ଭାବରେ ଇଏ ଦେଖିଥିବେ କଳା ବାବୁକୁ। ଦେଖିଛନ୍ତି? ସେ ହାତ ହଲେଇଲେ ନାହିଁ କହିଲେ। ଆପଣମାନେ ସେ କଳା ପିଠିରେ କଳା ରଙ୍ଗର ନିଆରା ବାଘ ଆପଣମାନେ ଦେଖିଛନ୍ତି? କିଏ ହାତ ଟେକିଲେ? କୋଉଠି? ଆମର ସେ ମା ଜଣେ ଦେଖିଲେ? ସତରେ ଦେଖିଛ? ଇଏ ସବୁଠାରୁ ବଡ଼ ଜିଲ୍ଲା ଜୈବ ମଣ୍ଡଳ ଶିମିଳିପାଳ ଏଠି ଅବସ୍ଥିତ ଅଛି। ଏଠାକାର କଳା ରଙ୍ଗର ବାଘ ସାରା ବିଶ୍ୱରେ ନିଆରା। ଏଭଳି ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖାଯାଆନ୍ତି ନାହିଁ। କେବଳ ଏଇ ମୟୂରଭଞ୍ଜରେ ଆମର ଜୈବ ମଣ୍ଡଳ ଶିମିଳିପାଳରେ ଦେଖାଯାଆନ୍ତି। ଆମେ ତାଙ୍କୁ ଦେଖିଛନ୍ତି। ଆମେ ଦେଖିଛନ୍ତି କି ନାହିଁ ମୁଁ ଜାଣିନାହିଁ, କିନ୍ତୁ ଆମେ ଟିଭିରେ ଦେଖିଛନ୍ତି। ଆମେ ଯେଉଁମାନେ ସେ ଶିମିଳିପାଳ ଭିତରେ ରହୁଥିବା ନିଶ୍ଚିତ ଭାବରେ ଆମେ ଦେଖିବାର ସୁଯୋଗ ପାଇଥିବା କିମ୍ବା ଟୁରିଷ୍ଟ ହିସାବରେ ସେ ଭିତରକୁ କେବେ ଯାଇଥିବା ଦେଖିଥିବା। ମୁଁ ଭାବୁଛି ଆମର ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ତାଙ୍କ ଘର ସେଇ ଶିମିଳିପାଳ ଭିତରେ। ସେ ନିଶ୍ଚିତ ଭାବରେ ଇଏ ଦେଖିଥିବେ କଳା ବାବୁକୁ। ଦେଖିଛନ୍ତି? ସେ ହାତ ହଲେଇଲେ ନାହିଁ କହିଲେ। ତାହେଲେ ଯିଏ ଶିମିଳିପାଳ ବା ମୟୂରଭଞ୍ଜବାସୀ ଦେଖିପାରି ନାହାନ୍ତି, ଯିଏ ବାହାରୁ ଟୁରିଜିମ୍ ହିସାବରେ ପର୍ଯ୍ୟଟନ ହିସାବରେ ବୁଲିବା ପାଇଁ ଆସୁଛନ୍ତି, ସେ ଦେଖିଥିବେ। ଆପଣମାନେ ସେ କଳା ପିଠିରେ କଳା ରଙ୍ଗର ନିଆରା ବାଘ ଆପଣମାନେ ଦେଖିଛନ୍ତି? କିଏ ହାତ ଟେକିଲେ? କୋଉଠି? ଆମର ସେ ମା ଜଣେ ଦେଖିଲେ? ସତରେ ଦେଖିଛ? କ'ଣ ତାଙ୍କ ସାଙ୍ଗରେ ତୁମ ବନ୍ଧୁ ବାନ୍ଧିଛ ନା କ'ଣ? କେମିତି ଦେଖିଲ? ଶୁଭିଲା ନାହିଁ? ହଉ, ସେ ଦେଖିଛନ୍ତି, ଭାରି ଖୁସିରେ ବି ଅଛନ୍ତି। ଯାଉ ବାଘ ଦେଖିଲେ ଖୁସି, କିନ୍ତୁ ଦେଖିଲା ବେଳେ ତ ତୁମର ପୁରା ତଣ୍ଟି ଶୁଖି ଯାଉଥିବ। ଇଏ ଅଦ୍ଭୁତ। ଏ ମୟୂରଭଞ୍ଜରେ ଆମ ଶିମିଳିପାଳରେ ଏଭଳି ଏକ ଜୈବ ମଣ୍ଡଳ ଆଜି ତାର ସୁଯୋଗ ଆଜି ଆମେ ନିଶ୍ଚିତ ଭାବରେ ଆଜି ଆମେ ଦେଖିଛନ୍ତି। ବହୁତ ଲୋକ ଏଠି ଦେଖିନାହାନ୍ତି, କିନ୍ତୁ ମନ୍ତ୍ରୀ ବି ଦେଖିନାହାନ୍ତି, କିନ୍ତୁ ଆମର ସେ ଭଉଣୀ ଦେଖିଛନ୍ତି କହିଲେ। ତାକୁ ଟିକେ ଜୋରଦାର କରତାଳି ଦେଇକରି ହୁଳଡ଼ି ଦେଇ ସ୍ୱାଗତ କରିବା। ତମ ନାଁ କ'ଣ? ମୋ ପାଖକୁ ପହଞ୍ଚି ପାରିଲା ନାହିଁ। ହଉ, ତ ନିଶ୍ଚିତ ଭାବରେ ଆଜି ଆମେ ସେଥିପାଇଁ ଏ ମୟୂରଭଞ୍ଜବାସୀ ଆଜି ଆମେ ଗର୍ବିତ ଯେ ଏକ ବିରଳ ପ୍ରଜାତିର ମହାବଳ ବାଘ ଆମେ ଆମ ଗାଁରେ ଆମେ ସାଉତି ରଖିଛନ୍ତି ଆମ ଶିମିଳିପାଳ ଭିତରେ। ମୁଁ କହୁଥିଲି ଆମର ଜଙ୍ଗଲ ମନ୍ତ୍ରୀଙ୍କୁ କେବେ ଥରେ ଆମକୁ ଦେଖେଇ ଆଣ ହଉ। ପୁଣି ଏବେ ନ୍ୟୁଜରେ ବାହାରିଥିଲା ସେ ମହାବଳ ବାଘ କେଉଁଠି ଗୋଟେ ମଣିଷକୁ କୁଆଡ଼େ ମାରିଦେଇଛି ବୋଲି। ତାର ବହୁତ ଅଳ୍ପ ଅଂଶ ଦେଖାଯାଉଛି। ସାଇକେଲଟି ତାହାର ସେଇ ଅଞ୍ଚଳରୁ ଉଦ୍ଧାର ହେଇଛି। ତ ଆମେ ସେଥିପାଇଁ ଅଯଥାରେ କିମ୍ବା ନିହାତି ଆବଶ୍ୟକ ନହେଲେ କିମ୍ବା ଏକୁଟିଆ କେବେ ବି ଜଙ୍ଗଲ ଭିତରକୁ ଯିବା କଥା ନୁହଁ। ଆପଣମାନେ ସମସ୍ତେ ସାବଧାନ ରହିବେ, ଏ କଥା ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି।